ଦାରୁଠଙ୍ଗ ଗାଁର ପବିତ୍ର ମାଟିରେ ଦାରୁଠଙ୍ଗର ପୁଅ ଦାରୁଠଙ୍ଗର ଭାଇମାନେ ଏକାଠି ହେଇ ଆଜି ନୂତନ ଭାବେ ନାଚପାର୍ଟି ପୃଥ୍ୱୀରାଜ ସମ୍ରାଟ ନାଟପାର୍ଟି ଆରମ୍ଭ କରିଛନ୍ତି ଏବଂ ପ୍ରଯୋଜକ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ କୁଆଡ଼େ ଗଲେ ଏଇଠି ମୋ ପଛରେ ଏବଂ ଉପଦେଷ୍ଟା ଅନନ୍ତ କୁମାର ଧଳ, ମୁଖ୍ୟ ପରିଚାଳକ ପ୍ରତାପ ଦାସ, ମୁଖ୍ୟ ପରାମର୍ଶଦାତା ଆମ ସମୟରେ ଡଲୁ ଯେ ସରପଞ୍ଚ ଦାରୁଠଙ୍ଗରେ ଅଛନ୍ତି, ବିଧାର ବାବୁ, ମନୁ ବାବୁ, ଆମର ରବି ବାବୁ, ଏ ଗାଁର ମୁରବୀ ବୃନ୍ଦ, ମିଟୁ, ଅନ୍ୟାନ୍ୟ ସହଯୋଗୀ ମାନେ ସମସ୍ତ ସହଯୋଗ କରୁଛନ୍ତି ଗାଁର ମର୍ଯ୍ୟାଦା ପାଇଁ। ଏ ନାଟପାର୍ଟି ଯେମିତି ସୁନାମ ଅର୍ଜନ କରିବ ଭାରତ ବର୍ଷରେ ଓଡ଼ିଶାରେ, ସେଥିପାଇଁ ରହ ଚେଷ୍ଟା କରୁଛନ୍ତି। ଆଉ ଜଗନ୍ନାଥ, ଆଲ୍ଲା, ଯୀଶୁ, ବୁଦ୍ଧ, ମା ଲକ୍ଷ୍ମୀ ପାଣିଗ୍ରାହୀ ବାବୁଙ୍କୁ ଶକ୍ତି ଦିଅନ୍ତୁ। ଲକ୍ଷ୍ମୀ ପେଡ଼ିକି ତାଙ୍କର ଯେମିତି ଅର୍ଥ ଆସିବ, ନାଟପାର୍ଟି ପରିଚାଳନା ଖୁବ୍ ଭଲ ଭାବେ ଚାଲିବ। ଏ ନାଟପାର୍ଟିର କର୍ମକର୍ତ୍ତା ମାନେ ପୁରା ସହଯୋଗ କରିବ। ଯେଉଁମାନେ ବାଦ୍ୟକାର ଅଛନ୍ତି, କଳାକାର ଅଛନ୍ତି, ଆର୍ଟିଷ୍ଟ ଅଛନ୍ତି, ଲେବରଠୁ ଆରମ୍ଭ କରି ଏ ନାଟପାର୍ଟିର ଲେବରର କାମ ବି ଜୋର। ସମସ୍ତେ ଯେମିତି ପାଣିଗ୍ରାହୀକି ସହଯୋଗ କରିବ, ତାଙ୍କ ନାଚପାର୍ଟି ଆଗକୁ ଚାଲିବ, ସୁନାମ ବଢ଼ିବ। ଏ ଦାରୁଠଙ୍ଗ ମାଟିର ମୋର ଗୋଟେ ବହୁତ ଦିନର ଆଶା ଥିଲା ଯେ ଗୋଟେ ଯାତ୍ରା ପାର୍ଟି କରିବି, କାରଣ ମୁଁ ଗୋଟେ ଯାତ୍ରା ପ୍ରେମୀ ଏବଂ ଯାତ୍ରା ଦେଖିବାକୁ ଭଲ ପାଏ ଏବଂ ଯାତ୍ରା ପ୍ରତି ମୋର କଳା ପ୍ରତି ମୋର ଉତ୍ସାହ ରହିଛି। କାରଣ ମୁଁ ଗୋଟେ ଆଶା ପୂରଣ କରିବାକୁ ଯାଉଛି ଏବଂ ଦାରୁଠଙ୍ଗ ମାଟିର ନାଁ ବିକଶିତ ହେବା ପାଇଁ ମୁଁ ସତ ଚେଷ୍ଟା କରୁଛି ଏବଂ ସେଇଟା ଭଗବାନ ଜଗନ୍ନାଥଙ୍କ ଉପରେ, ଜଗନ୍ନାଥ ଚାହିଁଲେ ଆଗକୁ ଯିବ। ଜଗନ୍ନାଥ ଆଶାବାଦୀ ଅଛନ୍ତି। ଆଶା ତ ମଣିଷ ଜୀବନରେ ବହୁତ ଆଶା ଥାଏ, ତେଣୁ ସେ ଉପରବାଲାର ଯାହା ନିର୍ଦ୍ଦେଶ ହେବ ଆମେ ସେୟା କରିବା। ଜଗନ୍ନାଥ, ମୁଁ ପ୍ରତାପ ଦାସ, ଦୀର୍ଘ 32 ବର୍ଷର ପରିଚାଳକ ଏବଂ ନାଟ୍ୟ ସମ୍ରାଟ ପୃଥ୍ୱୀରାଜର ପରିଚାଳନା କରିବା ପାଇଁ ମୋତେ ଆମର ବାବୁ ଗୋବିନ୍ଦ ବାବୁ ସୁଯୋଗ ଦେଇଛନ୍ତି। ମୁଁ ଜଗନ୍ନାଥଙ୍କ କତିରେ ପ୍ରାର୍ଥନା କରୁଛି ଯେମିତି ଏ ଅନୁଷ୍ଠାନଟି ସାରା ଓଡ଼ିଶାରେ ଆଗ ଧାଡ଼ିରେ ନାମ କମାଉ ଏବଂ ମୋର ଚେଷ୍ଟା ଏବଂ ମୋର 162 ଲୋକଙ୍କୁ ନେଇ ମୋ ଅନୁଷ୍ଠାନକୁ ଆରମ୍ଭ ଆଜି ହେଲା ଏବଂ ବର୍ଷ ଶେଷ ପର୍ଯ୍ୟନ୍ତ ଯେତେ ବାଧାବିଘ୍ନ ଆସିଲେ ବି ଅନୁଷ୍ଠାନକୁ ସୁରୁଖୁରୁରେ ରହି ମାଲିକଙ୍କର ଜାଗାରୁ ଜିନିଷପତ୍ର ନେଇ ତାଙ୍କ ଘରେ ଜିନିଷପତ୍ର ପୁରାଇବା ପାଇଁ ମୋର ସମ୍ପୂର୍ଣ୍ଣ ଦାୟୀ ଏବଂ ସମ୍ପୂର୍ଣ୍ଣ ଦାୟିତ୍ୱ। ଏବଂ ମୁଁ ଆଶା କରୁଛି ପ୍ରଭୁ ଜଗନ୍ନାଥଙ୍କ କତିରେ ପ୍ରାର୍ଥନା କରୁଛି ଆମ ଅନୁଷ୍ଠାନ ଓଡ଼ିଶାରେ 1 ନମ୍ବର ଅନୁଷ୍ଠାନ ହେଇ ଗଢ଼ି ଉଠିବ ବୋଲି ମୋର ଆଶା ଏବଂ ବିଶ୍ୱାସ ଏବଂ ଭରସା। ଜୟ ଜଗନ୍ନାଥ। ଖୁସି ଲାଗୁଛି ଆଜି ଗୋଟେ ଖୁସିର ଦିନ। ଯାଉ ଆମ ଗାଁର ଗୋଟିଏ ପୁଅ ଏ ସଂସ୍ଥାକୁ, ଏ ଛୋଟିଆ ସଂସ୍ଥା ନୁହଁ, ନାଚପାର୍ଟି ଗୋଟେ ଚଳେ, ଯାତ୍ରାପାର୍ଟି ଚଳେଇବା ବହୁତ କଷ୍ଟକର କାମ। ଭଗବାନ ତା କଣ୍ଠରେ ବିଜୟ ହେଲେ। ଆଉ ମୁଁ ଆଶା କରୁଛି ତାର ଭବିଷ୍ୟତରେ ଏଇ ଯାତ୍ରାପାର୍ଟି ଯେମିତି ଆହୁରି ଉନ୍ନତି କରିବ, ସାରା ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିବ, ଏତିକି କହି ଆଜି ଗୋଟେ ଯାତ୍ରାପାର୍ଟିର ଶୁଭାରମ୍ଭ ହେଉଛି। ଆଜି ପୃଥ୍ୱୀରାଜ ଗଣନାଟ୍ୟର ଶୁଭାରମ୍ଭ ହେଉଛି। ଆମର ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ ସେ ଏହାର ପ୍ରଯୋଜକ ଅଛନ୍ତି। ଆମର ଅନନ୍ତ ବାବୁ ଯିଏ ସିଏ ଅଛନ୍ତି ଉପଦେଷ୍ଟା, ଆଉ ପ୍ରତାପ ବାବୁ ସିଏ ବି ଅଛନ୍ତି ପରିଚାଳନା ନିର୍ଦ୍ଦେଶକ। ସମସ୍ତଙ୍କୁ ଧନ୍ୟବାଦ। ମୁଁ ଆଶା କରୁଛି ଗୋବିନ୍ଦ ବାବୁଙ୍କର ଆଉ ଉତ୍ତରୋତ୍ତର ଉନ୍ନତି ହେଉ। ଏ ନାଚପାର୍ଟି ପୁରାପୁରି ଓଡ଼ିଶା କ'ଣ ଭାରତରେ ବି ନାଁ ରଖୁ। ଆମେମାନେ ଆଶା ବିଶ୍ୱାସରେ ଜୀବନର ଗତିପଥ ଆଗେଇକି ନେଉଛୁ। ଏଇ ଯେଉଁ ଗୋବିନ୍ଦ ବାବୁ କହିଲେ ଯାତ୍ରା ସମୟରେ ତାଙ୍କର କ'ଣ ପାଇଁ ଯାତ୍ରାଟେ ପାର୍ଟି ଗୋଟେ ଗଠନ କରିଛନ୍ତି, ତାଙ୍କର ଉତ୍ସାହ ଅଛି, କଳାକୁ ଭଲ ପାଆନ୍ତି। ଆମେ ଆଶା କରିବୁ ତାଙ୍କର ଏଇ ଉତ୍ସାହଟା ଭଗବାନଙ୍କ ଆଶୀର୍ବାଦରୁ ଉତ୍ସାହରେ ବହୁତ ଉନ୍ନତି କରନ୍ତୁ। ଏବଂ ତା ସହିତ ଆମ ଗ୍ରାମବାସୀର ବହୁତ କଳାପ୍ରେମୀ ଲୋକ ଅଛନ୍ତି। ଗାଁରେ ପ୍ରତିବର୍ଷ 4-5ଟା ଡ୍ରାମା ହୁଏ, ନାଚ ବି 8-10 ଦିନ ହୁଏ। ସେ ସ୍ଥାନରେ ପ୍ରକୃତରେ ଗୋଟେ ଉପଯୁକ୍ତ ବ୍ୟକ୍ତି ଆମେମାନେ ପାଇନଥିଲୁ। ଆଜି ବର୍ତ୍ତମାନ ସେ ଯେଉଁ ଉଦ୍ୟମ କରିଛନ୍ତି, ଆମେ ଭଗବାନଙ୍କ ଉପରେ
ଭଗବାନଙ୍କ ଉପରେ ଆଶା ଏବଂ ବିଶ୍ୱାସ ପ୍ରାର୍ଥନା କରୁଛୁ ତାଙ୍କର ଭବିଷ୍ୟତ ଉଜ୍ଜ୍ୱଳ ହେଉଛି। ରବି ବାବୁ